କହିବା ପୂର୍ବରୁ ଆପଣ ଯୋଗ୍ୟ ଲୋକ ମନେ କରେ କିଛି କହିଦିଅନ୍ତୁ ଆପଣ ଆଗରୁ ଦେଇଛନ୍ତି। ଆପଣମାନେ ଜାଣନ୍ତି ମୁଁ ଗୋଟେ ଅତି ଦୁର୍ବଳ ଜାଗତିକ ଭାବରେ ନା କିଛି ଯୋଗ୍ୟତା ଅଛି। ଏଇ ଯେଉଁ ଦାୟିତ୍ୱ ଆପଣମାନେ ଦେଲେ କହିବା ପାଇଁ ମୋର ଗୋଟେ କଥା କହିବି, ମୁଁ ଯେତେବେଳେ ସେବା କାର୍ଯ୍ୟ କରୁଥିଲି ଆଉ ସେବା କାର୍ଯ୍ୟ କେତେ ଗୁଡ଼ିଏ କାରଣ ମୁଁ ତ୍ୟାଗ କରିଥିଲି। ସେଥିର ପ୍ରଥମ କାରଣ ସେ ପ୍ରଥମ କାରଣଟି ହେଲା ପ୍ରଥମେ ମୁଁ 2 ବର୍ଷ କାମ କଲି, ତାପରେ ମୋତେ କେଉଁଝର ଜିଲ୍ଲାକୁ ମୋତେ ସେବା କ୍ଷେତ୍ର ଦେଲେ। ସେଠି 2 ବର୍ଷ ସେବା କଲା ପରେ ପ୍ରଭୁଙ୍କର କ'ଣ ଯୋଜନା ଥିଲା ମୁଁ ଜାଣିନି। 2 ବର୍ଷ ପରେ ଗୋଟେ ମଣ୍ଡଳୀକୁ ମୋତେ ଦିଆଗଲା। ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ପାଖରେ ଲୋହରାକାଣ୍ଡି ଗୋଟେ ଗ୍ରାମ ଅଛି। ଆମର ବଡ଼ ଭାଇ କିନ ଭାଇ ସେ ଭଲରେ ଜାଣନ୍ତି। ସେଠି ଅନ୍ତତଃ 120 ବିଶ୍ୱାସ ଅଛନ୍ତି। ଆଉ 2023 ମସିହାରେ ଏଭଳି ଚର୍ଚ୍ଚ ଥିଲା, ଏଭଳି ମାଇକ୍ ସେଟ୍ ସବୁ ଥିଲା। ଆଉ ସେଠି ମୁଁ ଦୀର୍ଘ 8-9 ବର୍ଷ ମଣ୍ଡଳର ଦାୟିତ୍ୱ ନେଲି। ଆଉ ତାପରେ ଦରକାର ହେଇଗଲା, ମୁଁ ଛାଡ଼ି ଚାଲି ଆସିଲି। ଆସିଲା ପରେ ଅନୁଷ୍ଠାନ ମୋତେ କ'ଣ ଭାବିଲା ଯେ ଜାଣି ମୋତେ ଫୁଲବାଣୀ ଜିଲ୍ଲାର ଆଉ ଗୋଟେ ମଣ୍ଡଳକୁ ପକାଇଲା। ସେ ମଣ୍ଡଳର ନାଁ ମୁଁ ଜଏନ୍ କଲି। 2 ସପ୍ତାହ ଉପାସନା କଲି। ଆଉ ଘରକୁ ଆସିଲେ ମୁଁ ଗଲି ନାହିଁ। ତାପରେ ଅନୁଷ୍ଠାନ ପୁନର୍ବାର ସହିତ ଯୋଗାଯୋଗ କଲା। ନାଇରା ବୋଲି ଗୋଟେ ମଣ୍ଡଳୀ ଅଛି, ଦେଇଲା ଗୋଟେ କାମ ସେ ଭିତରକୁ ଗଲେ ନାଇରା ବୋଲି ଗୋଟେ କାମ ଅଛି ମଣ୍ଡଳୀ। ସେ ମଣ୍ଡଳୀରେ ମୋତେ ଯାଇ ସେବା କରିବା ପାଇଁ ଦେଲେ। ପରିବାର ସହିତ ଗଲି ମଣ୍ଡଳୀ ଯୋଗ ଦେଲି। ରବିବାର ଉପାସନା କଲା ପରେ କାହିଁକି କିଏ ଜାଣି ମୁଁ ଜାଣେ ନା, ସକାଳୁ ବି ମୋତେ ପୁଣି ଘରେ ଆମେ ଚାଲି ଆସିବୁ ପରିବାର ସହିତ। ମୁଁ କମ୍ପାନୀ ଗଲି, ପୁଣି କାର୍ଯ୍ୟ କରି ସବୁ ଜ୍ଞାନ ଦେବ। ତାପରେ ମୋ ମନରେ ଚିନ୍ତା ଥିଲା କ'ଣ କଲେ ଗାଁରେ ରହିବି, ଲୋକମାନେ ଗାଁରେ ବାସ ଖାଇବାକୁ କ'ଣ କଲେ ମୁଁ ଗାଁରେ ରହିପାରିବି। ପ୍ରାର୍ଥନା କରୁ ଜାଗତିକ କାମ ହିଁ ମୋତେ ଦେଲେ। ଆପଣମାନେ ଯେମିତି ଅଛନ୍ତି ଗାଁରେ ଭାଇ ବନ୍ଧୁ ଭାଇଚାରାରେ ମୁଁ ସେମିତି ରହିବି, ଏଇ ଚିନ୍ତାଧାରାରେ ମୋ ପାଖରେ ସେବା କାର୍ଯ୍ୟର ଇଚ୍ଛା ନଥିଲା। କିନ୍ତୁ ଅନୁଷ୍ଠାନରେ ମୋତେ ଗୋଟେ ବିଶେଷ ଗୋଟେ ବାଧା ଦେଉଥିଲା, ରିପୋର୍ଟ ଲେଖିବ ସପୋର୍ଟ ମିଳିବ, ତୁମେ କାମ କର ନ କର କିନ୍ତୁ ତୁମେ ଯଦି ରିପୋର୍ଟ ଲେଖିବ ଭଲ କାମ କରୁଛ ଜାଣିବ। ଏଇଟା ତ ଗୋଟେ ବିଷୟ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, କାହିଁକି କିଏ ଜାଣି ମୋର ସେପରି ଯୋଗ୍ୟତା କ୍ୱାଲିଟି କିଛି ନାହିଁ, କିନ୍ତୁ ଅନୁଷ୍ଠାନ ସବୁବେଳେ ମୋତେ ମଣ୍ଡଳୀ ଏକା ଦେଇଛି ଦିନ ଗୋଟେ ମଣ୍ଡଳୀ, କିନ୍ତୁ ତାକୁ ଛାଡ଼ି ଆସି ମୁଁ ସାଧାରଣ ବିଶ୍ୱାସ ହେଇ କେମିତି ଗାଁରେ ବଞ୍ଚିବି ଏଇ ଚିନ୍ତା ଏଇ ଲକ୍ଷ୍ୟ ଥିଲା। କାହିଁକି ଜାଣି ପ୍ରଭୁ ତାଙ୍କର ଇଚ୍ଛା ଯୋଜନା ମଧ୍ୟରେ ମଣ୍ଡଳୀର ଆପଣମାନଙ୍କର ପ୍ରେମ ଆଉ ଆପଣମାନଙ୍କର ଭଲ ପାଇବା ଦ୍ୱାରା କି ପ୍ରଭୁଙ୍କ ଇଚ୍ଛା ଦ୍ୱାରା ହେଇଛି ଜାଣିପାରିବ। କିନ୍ତୁ ଗୋଟେ ବିଷୟ ମୁଁ ଏହା କହିବା ପାଇଁ ଚାହେଁ, ନିଶ୍ଚିତ ପ୍ରଭୁଙ୍କର ଇଚ୍ଛା ଅନ୍ତତ ଥିବ ବୋଲି ମୁଁ ଗ୍ରହଣ କରୁଛି। ହେଲେ ଏଇ ପାଳନୀୟ ପଦ ବିକଟ ପଦ ପାଇବା ପାଇଁ ମୁଁ ସମ୍ପୂର୍ଣ୍ଣ ଅଯୋଗ୍ୟ, ଏଇ କଥା ମୋ ମନରେ କେବେ ହିଁ ନଥିଲା। କେବଳ ବିଦ୍ୟା ଆସିବି ପ୍ରାର୍ଥନା ଯେତେବେଳେ ସମୟ ମିଳୁଛି ନାହିଁ ମୋର ଦୁନିଆରେ ଥିବି ଏଇ ଚିନ୍ତା ଥିଲା। କିନ୍ତୁ ଆପଣମାନେ ଏତେ ବଡ଼ ଦାୟିତ୍ୱ ଦେଇଛନ୍ତି, ଆପଣମାନେ ହୁଏତ ବିଶ୍ୱାସ କରିପାରିବେ ନାହିଁ। ମୋ ଝିଅ ମୋତେ ଏଠି ମେସେଜ୍ ପଠାଇଲା, ଫୋନ୍ କଲା, ମୁଁ କହିଲି ନାହିଁ, ମେସେଜ୍ ପଠାଇଲା ମନା କରିଦିଅ, କିନ୍ତୁ ମନା କରିପାରିଲେ ନାହିଁ। କାରଣ ହୁଏତ ଈଶ୍ୱରଙ୍କର ଅଭିଜ୍ଞତା ମୋ ପାଇଁ ଭୋଗ। ତେଣୁ ଏଇ ପଦକୁ ଆପଣମାନେ ମୋତେ ଦେଇଥିବାର ଗ୍ରହଣ କରୁଛି, କିନ୍ତୁ ଏଇ ପଦ ପାଇଁ ଯୋଗ୍ୟ ସମ୍ପୂର୍ଣ୍ଣ ହୁଏ। ତେଣୁ ଯଦି ଆପଣମାନେ ଏଇ ପଦ ମୋତେ
ଦେଇଛନ୍ତି ଯଦି ମୋତେ ଆପଣ ଆଗକୁ ଶିଖେଇବେ ଚଲେଇବେ এই সেবা କାର୍ଯ୍ୟର ଆଗକୁ ଯଦି ଆପଣ ନେଇପାରିବେ ତେବେ ମୁଁ କହିପାରିବି କାରଣ ମୋର ଏଇଭଳି ଯୋଗ୍ୟତା ନାହିଁ ଜାଗତିକ ଭାବରେ କିମ୍ବା ବିବିଲିକାଲି କୌଣସି ଯୋଗ୍ୟତା ନାହିଁ କେବଳ ମୁଁ ଭାବେ ଆପଣମାନେ ମୋତେ ପ୍ରେମ କରି ବୋଧେ এই ଦାୟିତ୍ୱ ଦେଇଛନ୍ତି ମୋର ଯଦି ଯାହା ମୋର ଦୁର୍ବଳତା ଅଛି ମୁଁ ନିହାତି ଆପଣମାନେ ଛୋଟ ଜାଣନ୍ତି এই ଯେଉଁ ଦାୟିତ୍ୱ ଦେଇଛନ୍ତି ଏହା କି ପ୍ରକାର ସମୟରେ এটা ଆପଣମାନଙ୍କ ହାତରେ ପରୀକ୍ଷା ଶିଖେଇବେ ଆଗରେ ବଢ଼େଇବେ ଛୋଟ ପିଲାମାନେ କହିବେ ମୋତେ ମୋ ପରିବାର ଯଦି କିଛି କହିବାରେ ଭୁଲ ଅଛି गौरव हो प्रभु महान आश्चर्य परमेश्वर अटंती से आम मंडली को अति प्रेम करती आम मंडली को से प्रेम करते आम मैंने क्षुद्र हेले सुधा आम अल्प हेले सुधा गोटे मंडली ठिया बालक आम मैंने पाइलु बालिका पाइलु गर्व अनुभव कर मंडली तरफ प्रभु को भी धन्यवाद दिए आम प्रत्येक हृदय सहित बर्तमान आम जो नूतन भाव में बालक बालिका पाइचु आम ग्रहण करी बाछुटी नहीं गृह को आम प्रत्येक छाड़ा आम पाखे बर्तमान राजा ना किंतु आम प्रभु प्रशंसा दे पार्टी भी हो हाथ में भी हो आम नहीं घर को छाड़ा बर्तमान मु अनुरोध करुच्ची बालक बड़ भाई को आसवे आज ये समस्त विषय निम्ते प्रार्थना करेंगे पुणी शेष प्रार्थना कला आशीर्वाद भी